गुरु और शिष्यर संपर्क एमिति एक पवित्र संपर्क जहाँ गोटे उन्नत मानव गढ़ी तोले एक साधारण शिशु को देखा मिली केन्द्रापड़ा जिला पट्टामुंडी ब्लॉक मदनपुर महावीर हाईस्कूल परिसर में 1997 मैट्रिक बैच पुरातन छात्र छात्री माने एकाठी होई महा आडंबर रे पालन करिसेंती बंधु मिलन और गुरुपूजन उत्सव। छात्र छात्री माने हजिला अतीतार स्मृति बखाणी आत्मविभोर होई पड़िछंती। दीर्घ 28 वर्षर व्यवधान परे चिन्हा मुह अचिन्हा लगुथिले भी स्कूल जीवनर कहानीमाला अतीतर स्मृति को उज्जीवित करि पारिछि। स्कूलर पुरातन छात्र छात्री माने स्कूल जीवनर स्मृति को मने पकाई किछि मुहूर्त पाई नाच गीतरे बेस मजी जाइथिबा देखिबाकू मिलिछि।
ମଣ୍ଟୁ ମଣ୍ଟୁ ସବୁ ଜିକିରି ଦଉଛନ୍ତି ଇଏ ବ୍ୟାଚ୍ ହେଲା ଇଏ ଗ୍ରାମଟି ଦୀର୍ଘ 25 ବର୍ଷ ହେଲା ଆମେ ସମସ୍ତ ସାଙ୍ଗସାଥି ଆଜି ସମସ୍ତ ବନ୍ଧୁ ମିଳନ ପାଇଁ ଆଜି ଭେଟ କରିଛୁ ସମସ୍ତେ ମିଳିଛୁ ବହୁତ ଘାତ ପ୍ରତିଘାତ ମଧ୍ୟରେ ଆଜି ଆମେ ଏ ଜାଗାରେ ପହଞ୍ଚିଛୁ ଦୀର୍ଘ 2018ରୁ 2025 ମସିହା ପର୍ଯ୍ୟନ୍ତ ଆମର ସଂଘର୍ଷ ଜାରି ରହିଥିଲା ସାଙ୍ଗମାନଙ୍କୁ ଗ୍ରୁପ୍ କରି ଆଜି ଯେଉଁ ମଦନପୁର ମହାବୀର ହାଇସ୍କୁଲରେ ଆମେ ପହଞ୍ଚିଛେ ଆମର ବନ୍ଧୁ ମିଳନ ପ୍ରୋଗ୍ରାମକୁ ବହୁତ କଷ୍ଟ ସାଧ୍ୟ କରିବାକୁ ପଡ଼ିଛି ଏତେ ଆଜି ଖୁସିର ଅବସର ଖୁସିର ଆସର ଆମେ ଏତେ ଜିନିଷ ଆମେ ସାଙ୍ଗସାଥିମାନଙ୍କ ପାଇଁ ଏତେ ଆଜି ଖୁସି ଆନମନା ଆମେ ହେଉଛୁ ବୋଧେ ବହୁତ କିଛି ଆଗକୁ ଆମେ ବଢ଼ି ଯାଇଛୁ ଭଗବାନଙ୍କ ଦୟାରୁ ଆମେ ଏତିକି ଠାକୁରଙ୍କ ଦୟାରୁ ପ୍ରାର୍ଥନା କରୁଛୁ ଇଏ ବନ୍ଧୁ ମିଳନ ଯେମିତି ଆମର କୃଷ୍ଣ ସୁଦାମା ଯେମିତି ଆମର ଗୋଟେ ପରିଚୟ ସେଇଭଳିଆ ସେ ବନ୍ଧୁ ଆମେ ସମସ୍ତେ କୃଷ୍ଣ ସୁଦାମା ହେଇକିରି ଆମେ ସାରା ଜୀବନଟା ବିତେଇ ଦେବା 45 ବର୍ଷ ଆଜିକି ଆମକୁ ହେଇଗଲା ଆଜି ବୟସର ସୀମା ତଥାପି ଆମ ମନରେ ବହୁତ କିଛି ଆଶର ରହିଛି ଆଗକୁ ବି ରହିବ ଯେହେତୁ ଆମେ ଇଏ ହାଇସ୍କୁଲର ଆମେ ପାଠପଢ଼ାର ବହୁତ କିଏ କମ୍ ପଢ଼ୁ କିଏ ବେଶୀ ପଢ଼ୁ କିନ୍ତୁ ଆମ ସାଙ୍ଗମାନଙ୍କର ଗୋଟେ ଏକ ମନ ଏକ ପ୍ରାଣ ହେଇକରି ଆମେ ସମସ୍ତ ସୁସମ୍ପର୍କ ସୁବାର୍ତ୍ତା ଫୋନ୍ କଥାବାର୍ତ୍ତା ଆମର ସବୁ ଜିନିଷ ଆମର ସମ୍ପର୍କ ହେଇକରି ଆମେ ସମସ୍ତେ ଚାଲିଛେ ଭଗବାନଙ୍କ କୃପାରୁ ଆଜି 2025 ବିତିବାକୁ ଯାଉଛି 26 ଆସିବ ସମସ୍ତ ସାଙ୍ଗମାନଙ୍କୁ ଆମେ ନବବର୍ଷର ଅଭିନନ୍ଦନ ଜଣାଉଛୁ ଆଗକୁ ଯେମିତି ଜୟ ଜଗନ୍ନାଥ ଠାକୁରଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ସବୁ ବର୍ଷ ଆମେ ଯେମିତି ଆଜିକା ଦିନରେ ଡିସେମ୍ବର 28 ଯେମିତି ଆମେ ପାଳନ ଉତ୍ସବ କରୁଛୁ ବନ୍ଧୁ ମିଳନ ଉତ୍ସବ ଯୁଗ ଯୁଗ ଧରି ଆମେ ଶ୍ରୀ ଜଗନ୍ନାଥଙ୍କ କତିରେ କାମନା କରୁଛୁ ପ୍ରାର୍ଥନା କରୁଛୁ ଇଏ ବନ୍ଧୁ ମିଳନଟି ଯେମିତି ସବୁବେଳ ପାଇଁ ରହିବ ଏତିକି ଆମକୁ ଆଶୀର୍ବାଦ କରନ୍ତୁ ପରୀକ୍ଷା ଦେବା 28-28 ହେଇଗଲାଣି କିନ୍ତୁ କେବେ ବି ବିଶ୍ୱାସ ନଥିଲା ଆମେ ପୁଣି ଏକାଠି ସାଙ୍ଗ ପିଲାମାନେ ହବୁ କିନ୍ତୁ ଯାହା ହଉ ଆଜି ଏତେ ବର୍ଷ ପରେ ଏକାଠି ହେଇଛୁ ସେଇଟା ବହୁତ ଖୁସି ଲାଗୁଛି ଆଉ ଯେତେବେଳେ 28 ବର୍ଷ ପରେ ଆମେ ସାର୍ମାନଙ୍କୁ ଦେଖିଲୁ ସାଙ୍ଗମାନଙ୍କୁ ଦେଖିଲୁ ଆଖିରୁ ଲୁହ ବାହାରି ପଡ଼ିଲା ଏତେ ଖୁସି ଲାଗିଲା କିନ୍ତୁ ଆମେ କେବେ ବି କଳ୍ପନା କରୁନଥିଲୁ ଆମେ ଏତେ ଖୁସି ପାଇବୁ ଯାହା ହଉ ଏତେ ଦିନ ପରେ ବହୁତ ପାର୍ଟି ହେଲା ଠାକୁରଙ୍କୁ ଡାକୁଛି 102 ପିଲା ଆଜି ଏକାଠି ହେଇସାରିଛୁ କିନ୍ତୁ ତା ଫ୍ୟାମିଲି ସହ ଏକାଠି ହେଇଛୁ ଆଉ ଆଶା କରୁଛି ପ୍ରତିବର୍ଷ ପିଲାମାନେ ଏମିତି ଆଗ୍ରହ ସହିତ ଯଦି କରିବେ ବହୁତ ଖୁସି ହେଇଥିଲୁ ତାପରେ ଦୀର୍ଘ 29 ବର୍ଷ ପରେ ଆମ ପ୍ରଥମ ମୌକା ଆସିଲା ଇଏ ପାର୍ଟି କରିବା ପାଇଁ ଇଏ ପାର୍ଟିର ପ୍ରେସିଡେଣ୍ଟ ମୁଁ ଥିଲି କରୋନା କାଳରେ ମୁଁ ଗ୍ରୁପ୍ ବନେଇଥିଲି ସେବେଠାରୁ 6 ବର୍ଷ ଲାଗିଗଲା ପାର୍ଟି ପାଇଁ ଆଜି ସୌଭାଗ୍ୟର ଦିନ ଆସିଛି ସମସ୍ତ ସାଙ୍ଗ ପାଇଁ ବହୁତ ଖୁସି ଆଉ ମୁଁ ଭାବୁଥିଲି ଏତେ ବଡ଼ ପାର୍ଟି ମୁଁ ଆରେଞ୍ଜମେଣ୍ଟ କରିପାରିବି ଯାହା ଭଗବାନ ଜଗନ୍ନାଥଙ୍କ ଯୋଗୁଁ ଆଜି ମୁଁ ଏ ପାର୍ଟି ଆମେ ଆଟେଣ୍ଡ କରିପାରିଛୁ ମୁଁ ବହୁତ ଅନେକ 2000 କିଲୋମିଟର ଦୂରର ଦିଲ୍ଲୀରୁ ଆସି ଏ ପାର୍ଟି ଆରେଞ୍ଜମେଣ୍ଟ କରି ଆମକୁ ବହୁତ ଖୁସି ଲାଗୁଛି ସମସ୍ତ ଶିକ୍ଷକ ଆଉ ସାଥୀମାନେ ପାଇ ମୋତେ ବହୁତ ଭଲ ଲାଗିଲା ଏବଂ ବର୍ତ୍ତମାନ ପାର୍ଟି ଚାଲୁ ରହିଛି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ଆଉ ମୋର ଜଗନ୍ନାଥଙ୍କ ପାଖରେ ଏତିକି ବିଶ୍ୱାସ ଅଛି ଯେ ସବୁ ବର୍ଷ ଏହି ସମୟରେ ଆମେ ପାର୍ଟି କରିବା ପାଇଁ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି କ'ଣ କ'ଣ କାର୍ଯ୍ୟକ୍ରମ ସବୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ତ୍ତମାନ ଆମର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଫାଷ୍ଟ ଆମର ଷ୍ଟଲ୍ ଲଗେଇଥିଲୁ ଷ୍ଟଲ୍ରେ ଆମର ଗୁପଚୁପ୍ ଥିଲା କେକ୍ ଥିଲା ଆଇସ୍କ୍ରିମ୍ ଥିଲା ସେ ସରିଲା ପରେ ବର୍ତ୍ତମାନ ଶିକ୍ଷକମାନଙ୍କୁ ଆମର ପୂଜା କଲୁ ଗୁରୁ ପୂଜନ ପରେ ବର୍ତ୍ତମାନ ସମସ୍ତେ ଖାଦ୍ୟ ନେଉଛନ୍ତି ଖାଦ୍ୟ ପରେ ଆମର ଫେରେ ଟ୍ରଫି ବଣ୍ଟାଯିବ ଝିଅ ପିଲାମାନଙ୍କୁ ପୁଅ ପିଲାମାନଙ୍କୁ ତାପରେ ଆମର ଡ୍ୟାନ୍ସ ପ୍ରୋଗ୍ରାମ ରହିଛି ଡିଜେ ଡ୍ୟାନ୍ସ ହେବ ସନ୍ଧ୍ୟାବେଳକୁ ଆମର ସ୍ନାକ୍ ହେବ ତାପରେ ସମସ୍ତେ ସନ୍ଧ୍ୟାକୁ ନିଜ ନିଜର ଘରକୁ ଫେରିବେ ବହୁ ବର୍ଷ ପରେ ଏଇଟା ବହୁତ ସମସ୍ତେ ବହୁତ 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 ଖୁସି ଆମେ ବି ଭାବିନଥିଲୁ ଆମ ଏତେ ଶୀଘ୍ର ଆମ ସାଙ୍ଗ ସାଥୀମାନଙ୍କ ସହିତ ମାନେ ମିଶି ପାରିବୁ ବୋଲିକି ଦେଖା ହେଇପାରିବୁ ଯାହା ହଉ ଭଗବାନଙ୍କ ଦୟାରୁ ଆଉ ପିଲାମାନଙ୍କର ଯେଉଁ କୋଅପରେଟ୍ ଅଛି ତା ଯୋଗୁଁ ଆଜି ଆମେ ସମସ୍ତେ ଏକାଠି ହେଇପାରୁଛୁ ଆଉ ବହୁତ ପିଲାମାନଙ୍କୁ ମୋ ସହପାଠୀ ମୋ ସାଙ୍ଗମାନଙ୍କୁ ବହୁତ ଧନ୍ୟବାଦ।
बहुत खुशी भी लगुच आम गुरु मान देखिकी बहु वर्ष पर से बुढ़ा हो गले और दुख भी लगुच जी पढ़े आज द्वारा आज आम सब एत बाट जापर कि बहुत बहुत खुशी भी 28 वर्ष पढ़ुली आ मोर बहुत अनुभूति स्कूल रही मो स्कूल मो गोटे मोर मंदिर गुरुजी सब प्रत्येक गुरुजी मान आशीर्वाद आम स्कूल सब सांग मान स्नेह आम भल पाइबा आम मान भर गोटे बंधुत्वपूर्ण संपर्क आज आम आसीचु समस्ते गोटे जगह बंधु उत्सव पालन करने ये पुणी बहु कष्ट किसी पिला बहुत दूर विदेश थाई आसी समस्ते जोगाजोग कर समस्ते एकाठी हो मीटिंग टाक आटेड कर गुरुजी मान भी डाकीचु से वक्तव्य भी कहते आमको आम भी कथा शुणी आम एत भल पाऊे प्रत्येक कथा को एवं पर्यंत भी आम मन रखीचु आम एवं पर्यंत भी आम डरीचु आम जड़े सार थे से आज कहले मो माड़ भय अवश्य पिला मैंने किसी डरिकी स्कूल को आसी नई पारती किंतु से आज भल मनीषटे होती मुझे देखी बहुत खुशी हेली आ मो सांग मान सार ये कथा शुणी आम समस्ते बहुत खुशी होगलु मु चाहूँगी मो सांग मैंने एमती आम समस्ते को सब वर्ष आसी एमती किसी समय बितेबा आम आम मान भितर गोटे मीटिंग करवा आ तो जीवन में किसी ना किए कौ दिन मरीज कि आज रोगमय संसार क्या देह केत खराब होती केतबे किए चलीज संसार किए कहीपर ना आज है 45 वर्ष आमको आउ कई दिन बाद आम पिला भी आसी आउ किसी दिन बोले बंधु मिलन करेंगे आम एमती किसी जी दिन जी बंचीवा प्रत्येक वर्ष किसी ना कि प्रोग्राम करवा कौटी बणभोजी हो स्कूलटे हो जो जमी करें मीटिंग टाक आटेंड करवा आम आम भितर फोन तो फोन कौन खाली कथबार्ता कर देखा साक्षात से जो आनंद जो आज आम पिला मैंने आसिले कि आम मैंने आसिलु आम परिवार आसिले समस्ते मिसिले आम सांग मानकर परिवार को देखलु आम परिवार को से देखिले आमको परिवेशटा बहुत खुशी लगे मुझे चाहूँगी एमती आम गोटे मीटिंग हो सब वर्ष सब पिला मैंने आसतु आ मीटिंग अटेंड करूँ जय जगह साक्षात परम ब्रह्म तस्मै श्री गुरुवे नमः मोर गुरु पाखे 7 कोटी प्रणाम आ बंधु मान मोर शुभेच्छा ये कही विदाय नेउछि धन्यवाद 97 बैच जड़े छात्र आज आमर बंधु मिलन कार्यक्रम थिला बंधु मिलन एत वर्ष पर जो बंधु मिलन होती तो मोर माने छाती कुंडेमठ हो जाऊँगी बहुत दिन पर बहुत माने सहपाठी सब किए कुआडे दूर दूरांतर थे सब से आसी पहुँचती देखी मो मन पूरी जाऊँगी आमती सब वर्ष होता से विगत वर्षर जो स्मृति जोटा कि आमर आगामी वर्ष आम कार्य लागू जगन्नाथ पाखे ये प्रार्थना करुँच समस्ते भलरे था जी जो अच्छा वर्तमान ठारू आम शेष जीवन पर्यंत समस्ते जमी सेमती बंधु भाव रहा जी जहाँ बहुत दिन पर देखला पर आम चिन्ह पारूँ जापरूँ वर्तमान सोशल मीडिया तो बहुत एक्टिव तो सोशल मीडिया रे समस्ते एक्टिव रहीकि समस्त भल मंद इत्यादि बुझा सहित जीवन पथ को सुगम करने चाहूँगी ये बंधु मिलन बहुत वर्ष पर दीर्घ आमर 28 वर्ष बीती जांगसाथी मान को देखला एत खुशी लगुच तार कलना करहबना मुझे हनुमान होता छाती कोटी मान देखे एत खुशी लगुच आमर सांग सचिंद्र प्रधान और हाँ दीप्तिमयी प्रधान ये मनकर तो अवदान कहले ना सरे ममता नाथ एमान सब आमर बहुत किसी कर द्वारा आम आगेचु मु चाहूँगी आम फिर किए कह 6 मास ना वर्ष पर हो कि हो मु तो चाहूँगी फिर 2 मास पर हाँ कि आमर गेट टुगेदर पार्टी हाँ बंधु मिलन धन्यवाद ओल्हैपल्ली गेट पाखे पहुँचली ओ स्कूल गेट प्रथम देखिली गोटे फटोटे उठेली तो मत एत खुशी लगे मोर से पिलादिन कथा मन पड़गला मुझे स्कूल को ही बही जरी काखेक नहीं आसुली नोरुगाँ खाली पादरे मुझे आसुली जितेबाला आम खाली पादरे आसुलु मदनपुर पिला माने कहबे हे नोरुगाँ पिला आसिले खाली पादरे से बाटा कंपानी ही चली 97 बाटा कंपानी चपल भाई आमको मिलवा बहुत कष्टसाध्य हो पड़ता तो आज जिते आसिक पहुंची गली मोर यहाँ ऑफिस रूम थिला वर्तमान जो रूम रे वर्तमान आप नौ साक्षात्कार यहाँ मोर ऑफिस रूम थिला तो आज से
ଯେତେବେଳେ ସମସ୍ତ ସାଙ୍ଗମାନଙ୍କୁ ମୁଁ ଦେଖିଲି ବହୁତ ଖୁସି ଲାଗିଲା। ଆଉ ତ ସାଜସଜା ତ ବହୁତ ଭଲ ଭାବରେ ହେଇଛି, ମୋରି ସାଙ୍ଗମାନେ ସବୁ କରିଛନ୍ତି, ମୋତେ ବହୁତ ଖୁସି ଲାଗିଲା। ଯେତେବେଳେ ସାଙ୍ଗମାନଙ୍କୁ ମୁଁ ଦେଖିଲି ମୋତେ ଏତେ ଖୁସି ଲାଗିଲା, ଏତେ ଖୁସି ଲାଗିଲା। 29 ବର୍ଷ ପରେ ଆମେ ବନ୍ଧୁ ମିଳନ ହଉଛି। ତ ଆମର ସେଇ ସାଙ୍ଗମାନଙ୍କ ଭିତରୁ କିଛି ସାଙ୍ଗ ଆଗଭର ହେଇକିରି ତ ଏ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ଆମର ଏଇଟା 5-7 ବର୍ଷର ପ୍ରୟାସଟା ଆଜି ସଫଳ ହେଇଛି। ତ ବହୁତ ଖୁସି। ବନ୍ଧୁ ମିଳନ ତ ପ୍ରାୟ କରୁଛନ୍ତି ପିଲାମାନେ, ତେବେ ଏ ବ୍ୟାଗ୍ଟା କାହିଁକି ମୁଁ ଦେଖିଲି ବଡ଼ ହସଖୁସିରେ କାମ କଲେ, ଭାରି ଭଲ ଲାଗିଲା। କି ପିଲାମାନେ ଏତେ ଇଏ ଯେ ସେ ଯେମିତି ମାନେ ଅତି ନିଜର ଭଳି କାମ କଲେ, ଏଠି ଆଜି ଭାରି ଭଲ ଲାଗିଲା। କାର୍ଯ୍ୟକ୍ରମ ବଢ଼ିଆ ହେଇଛି। ସବୁ ସାର୍ମାନେ ବି ଆସିପାରୁନାହାନ୍ତି, ତେବେ ଯେତିକି ଆସିଛନ୍ତି ସେତିକି ମଧ୍ୟ ଭଲ କାମ ଦେଇଛି। ଆଉ ପିଲାମାନେ ତ ବହୁତ ଉତ୍ସାହର ସହ କାମ କରୁଛନ୍ତି, ସେଥିପାଇଁ ମୁଁ ଭାରି ଖୁସି। ଏଭଳି କାର୍ଯ୍ୟକ୍ରମ ଆଗରୁ ହେଇନଥିଲା। ଯଦି ଏଇଭଳି କାର୍ଯ୍ୟକ୍ରମ ହେଇଥିଲା ଏତେ ସୁଖମୟ ବା ସୁନ୍ଦର କାର୍ଯ୍ୟକ୍ରମ ହେଇନଥିଲା। ଆଜି ବାର୍ତ୍ତା କ'ଣ ଦେବେ? ଆଜି ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା କ'ଣ ଦେବେ? ବାର୍ତ୍ତା ପିଲାମାନଙ୍କ ବାର୍ତ୍ତା ଆମେ କ'ଣ ଦେବୁ? ଥରେ ତ କହିଲି, ଗାଁକୁ ଭୁଲିବ ନାହିଁ, ମାଆକୁ ଭୁଲିବ ନାହିଁ। ଏ ହେଲା ବାର୍ତ୍ତା। ରାଜନଗରରୁ ଦୀପକ କୁମାର ରାଉତଙ୍କ ରିପୋର୍ଟ, ଓଡ଼ିଶା ଡ୍ରିମ୍ ଟିଭି।